ବାଟରେ ଗୋଟେ ଛୋଟ ଘାସ ଭରା ମାଟି ଥିଲା। ସେଠାରେ ଗୋଟେ ଭଲ ଓ ସାଧା ଗାଈ ରହୁଥିଲା। ତାର ନାଁ ଥିଲା ବଉଳା। ବଉଳା ବହୁତ ସନ୍ତ ଓ ମାୟାଳୁ ଥିଲା। ସେ ସବୁଦିନ ସକାଳେ ଜଙ୍ଗଲକୁ ଚରିବାକୁ ଯାଉଥିଲା ଓ ସନ୍ଧ୍ୟାରେ ଘରକୁ ଫେରି ତାର ଛୋଟ ଛୁଆକୁ କ୍ଷୀର ଦେଉଥିଲା। ଛୁଆଟି ମଧ୍ୟ ମାକୁ ଦେଖି ବହୁତ ଖୁସି ହୁଏ। ଦିନେ ବଉଳା ଜଙ୍ଗଲରୁ ଘାସ ଖାଇ ଘରକୁ ଫେରୁଥିଲା। ହଠାତ୍ ବାଟରେ ଗୋଟେ ଭୟଙ୍କର ବାଘ ସହ ତାର ଭେଟ ହେଲା। ବାଘ ଗର୍ଜନ କରି କହିଲା, ଆଜି ମୁଁ ତତେ ଖାଇବି। ବଉଳା ଡରିଗଲା, କିନ୍ତୁ ସେ କାନ୍ଦି କାନ୍ଦି କହିଲା, ମୋ ଘରେ ମୋର ଛୋଟ ଛୁଆ ଅଛି। ସେ ଭୋକରେ କାନ୍ଦୁଥିବ। ମୋତେ ଥରେ ଯିବାକୁ ଦେଅ, ମୁଁ ତାକୁ କ୍ଷୀର ଦେଇ ପୁଣି ତୁମ ପାଖକୁ ଫେରି ଆସିବି। ବାଘ ଆଶ୍ଚର୍ଯ୍ୟ ହେଲା। ସେ କହିଲା, ଠିକ୍ ଅଛି ତୁ ଯା, କିନ୍ତୁ ଫେରି ଆସିବୁ। ବଉଳା ତୁରନ୍ତ ଘରକୁ ଗଲା। ସେ ତାର ଛୁଆକୁ ଭଲ ପାଇ କ୍ଷୀର ଦେଲା, ମୁଣ୍ଡ ମସିଲା ଓ ଆଦର କଲା। ଛୁଆଟି ଖୁସି ହେଲା, କିନ୍ତୁ ବଉଳାର ମନେ ଦୁଃଖ ଥିଲା। ତାପରେ ସେ ନିଜ କଥା ରଖିବା ପାଇଁ ପୁଣି ବାଘ ପାଖକୁ ଗଲା। ବାଘ ବଉଳାକୁ ଫେରି ଆସୁଥିବା ଦେଖି ଚମକିଗଲା। ସେ କହିଲା, ତୁ ବହୁତ ସତ୍ୟବାନ ଓ ମାୟାଳୁ। ତୋର ସଚ୍ଚୋଟପଣିଆ ଦେଖି ମୁଁ ତତେ ଖାଇବିନି। ତୁ ୟା, ତୋ ଛୁଆ ସହ ଖୁସିରେ ରୁହ। ବଉଳା ବହୁତ ଖୁସି ହେଲା ଓ ଦୌଡ଼ି ଘରକୁ ଫେରିଗଲା। ସେ ଦିନଠାରୁ ସେମାନେ